ଅମଳ କେମିତି ମାନେ ତାରି ଉପରେ କଥାଟା ପଡ଼ିଥିଲା ନା। ଜଣେ ଲୋକର ବାପାଙ୍କ ଦେହ ଖରାପ ହେଇଥିଲା, ବୁଝିହେଲା। ଜୟ ଜଗନ୍ନାଥ ବନ୍ଧୁଗଣ ସମସ୍ତଙ୍କୁ ନମସ୍କାର। ତ ଜଣେ ଆପଣମାନେ ମଧ୍ୟ କପଟି ଶୁଣନ୍ତୁ, ଆଉ ଲାଇଭଟା କରିହେବ ତ? ହଁ ଚାଲୁ। ଆଉ କଥାଟେ ଥିଲା ଏମିତି ଯେ ଜଣେ ଲୋକର ବାପାଙ୍କ ଦେହ ଅକସ୍ମାତ ଖରାପ ହେଲା। ସିଏ ସେଠୁ କ'ଣ କଲା, ପଇସା ଦରକାର, ଅପରେସନ ପାଇଁ ଦରକାର 80,000। ଦୌଡ଼ିଲା 80,000 କାହା ପାଖରେ ନାହିଁ। ଜଣେ ତାଙ୍କ ଗାଁରେ ଧନିକ ଲୋକ ଅଛି, ତା ପାଖକୁ ଦୌଡ଼ିଲା ବିଶ୍ୱାସ ନେଇକି ଯେ ମୋତେ 80,000 ଟଙ୍କା ଆଜ୍ଞା ଦିଅନ୍ତୁ, ଧାର କରଜ କ'ଣ କେମିତି ଆପଣଙ୍କୁ ସବୁ ଦେବି। ଲୋକଟା ସାଧାରଣ ଲୋକ, ଭଲ ଲୋକଟା। ପହଞ୍ଚିଲା, ସିଏ ଲୋକଟି କ'ଣ କଲା, କହିଲା ମୁଁ କାହାକୁ ପଇସା ଧାର ଦେବି, ଯଦି ଦେବି ଦେଇଦେବି, ତମେ କିନ୍ତୁ ତା ବଦଳରେ ମୋର ଗୋଟେ କାମ କରିବାକୁ ପଡ଼ିବ, ତମେ ପୁରା ଡାଇରେକ୍ଟ 80,000 ତମେ ନେଇଯିବ। ହେଲା, ଆରେ ହଁ ହଉ ତାହେଲେ କ'ଣ କୁହନ୍ତୁ କାମଟା, କିନ୍ତୁ ମୋର ଦରକାର, ମୋ ବାପା ଅପରେସନ ହେବ, ଏ ଜିନିଷ ଡିପୋଜିଟ୍ କରିବି। ହେଲା, ଆଉ କିଛି କଥା ନାହିଁ, ଏତେ ଦିନ ବଞ୍ଚିଲେଣି, କ'ଣ ତମ ବାପା ସାଙ୍ଗେ ସାଙ୍ଗେ ମରିଯାଉଛନ୍ତି? ତମେ ତା ପୂର୍ବରୁ ଗୋଟେ କାମ କଲେ ହେଇଯିବ। ଆଉ କ'ଣ, ଆଉ ଗୋଟେ ଆପଣ ଗୋଟେ କାମ କରନ୍ତୁ, ଡାକି ନେଇଗଲା, ଗଲା ମୋ ସାଙ୍ଗରେ ଆସନ୍ତୁ, ତା ଘରକୁ ଡାକି ନେଇଗଲା। ଘର ଭିତରେ ଟେଜିରି ଖୋଲିଦେଲା ବେଳକୁ ଦେଖିଲା ଗୋଟେ ଲକରରେ ଗୋଟେ ମଦ ବୋତଲ ଥୁଆ ହେଇଛି, ଆଉ ଗୋଟେ ପିସ୍ତଲ ଥୁଆ ହେଇଛି। ସେ ଲକର ଭାଇ ଗଡରେଜ ପାଖରେ ଗୋଟେ ସୁନ୍ଦରୀ ସ୍ତ୍ରୀଟି ଅଛି। ତିନିଟା ଜିନିଷ ତାକୁ ଦେଖିଲା, କହିଲା ଏଇଟା କ'ଣ ଦେଖାଉଛନ୍ତି, ମୋତେ ତ ଟଙ୍କା ଦରକାର। ନା, ତା ପାଖରେ ଟଙ୍କା ଥୁଆ ହେଇଛି, ଏଇ ଦେଖ ଟଙ୍କା 80,000 ଟଙ୍କା ଥୁଆ ହେଇଛି। ତମେ ତାହେଲେ କ'ଣ କରିବାକୁ ପଡ଼ିବ ନା, ତମେ ବର୍ତ୍ତମାନ ତମ କାମ ହେଲା ମଦଟାକୁ ପିଇବ, ବନ୍ଧୁକ ନେବ, ମୋର ଗୋଟେ ଶତ୍ରୁ ଅଛି ତାକୁ ଢୁ କରିବ, ଆସିବ, ଏଇ ସୁନ୍ଦରୀ ସ୍ତ୍ରୀକୁ ଉପଭୋଗ କରିବ, ତାପରେ ଟଙ୍କା ଧରିକି ଘରକୁ ଖୁସିରେ ଯିବ କହିଦେଲା। ଇଏ କହିଲା, ଏଇ ତ ଭଲ ଲୋକଟା। କହିଲା ନା ନା ଆଜ୍ଞା, ପର ନାରୀ ହରଣ ମହାପାପ, ଆଉ ଅନ୍ୟ ହତ୍ୟା, ନରହତ୍ୟା ମହାପାପ, ଏ ପାପ କାମ କରିପାରିବି ନା, ତାହେଲେ ତୁମ ଟଙ୍କା ନାହିଁ, ତମେ ଯାଅ। ହଉ ଆଜ୍ଞା, ଯାହା ହବ ହବ ପଛକେ, ଆଉ କ'ଣ କରିବି। ଏମିତି ଫେରିକି ଆସିଲା ବେଳକୁ ସେ ଲୋକଟା କହିଲା, ଶୁଣ ଶୁଣ ଶୁଣ, ଆଉ ଗୋଟେ କଥା, ତମ ଦୁଃଖ ଦେଖିକି ମୋ ଦେହରେ ଯାଉନି, ତମେ ଆଉ ଯଦି ଗୋଟେ କାମ କରିଦେବ ତାହେଲେ ଦେଇଦେବି। ନା କ'ଣ ନା, ଯଦି ମଦ ବୋତଲଟା ପିଇଦେବ ତାହେଲେ ଟଙ୍କା ତକ ତମର। ଏଇ 750 ସବୁ ଯା ପିଇଦେବ। ଇଏ ଚିନ୍ତା କଲା, ଆରେ ସତ କଥା ତ, ସିଏ ହତ୍ୟା କରିବାକୁ ପଡ଼ୁନି, ନାରୀ ଦର୍ଶନ କରିବାକୁ ପଡ଼ୁନି, ବର୍ତ୍ତମାନ ଖାଲି ପିଇଦେଲେ ଏରା କ'ଣ ଅଛି, ଏରା କେତେ କ'ଣ ପାଣି ଗୁଡ଼ାକ 80,000 ମିଳିଯିବ। ଆଉ ଇଏ କ'ଣ କଲା, ମାନେ ତାକୁ ସାଙ୍ଗେ ସାଙ୍ଗେ ପିଇଦେଲା, 80,000 ଧରି ପକାଇଲା। ଯେତେବେଳେ ଧରି ପକାଇଲା, ଭଲ ଲୋକଟା, ବିବେକବାନ ଲୋକଟା, ଚିନ୍ତା କଲା, କହିଲା ଆରେ ଏଇ 80,000 ଗୋଟେ ମାଲିକଟା ହେଲେ ଖୁସିରେ ମୋତେ ଦେଇଦେଲା, ମୋ ବାପାକୁ ମୁଁ ଉଦ୍ଧାର କରିଦେବି, ଆଉ ସେ ଯେଉଁ ଲୋକଟା ମାରିଦେଲେ କ'ଣ ଅସୁବିଧା ହେଉଛି, ଏଠି ସଂସାରରେ ଜନ୍ମ ମରଣ ଚାଲିଛି। ଆଉ ଗଲା ନାଇଁ, ମୋ ଲୋକଟା ମାରିଦେଲେ, ଗଲା ଲୋକଟା ମୋ ହାତରେ ଥିଲେ ମୋର ଆହୁରି କେତେ କାମରେ ଆସିବ। ପିଷ୍ଟଲଟାକୁ ଧଇଲା, ନିଶା ତ ହେଇଯାଇଛି, ସେ ଲୋକଟାକୁ ଢୁ କରିଦେଲା। ଢୁ କରିଦେଇକି ସେଠୁ ଗଲା, ଯିବା ତା ସୁନ୍ଦରୀ ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ। ସିଏ କ'ଣ କଲା, ସେଠୁ ତାଙ୍କ ସହିତ ତାଙ୍କର ସମ୍ପର୍କ ବନେଇକି ବାହାରିଲା। ଆସିଲା ପରେ ଘରକୁ ଆସିଲା ବେଳକୁ ଦେଖିଲା ବେଳକୁ ଘରେ କାନ୍ଦ ବୋବାଳି ଚାଲିଛି। କ'ଣ କାନ୍ଦ ବୋବାଳି, ଗଲାବେଳକୁ ବାପା ଆଉ ନାହିଁ। କାରଣଟା ବୁଝୁ କ'ଣ କାରଣଟା ହେଉଛି ନା, ଇଏ ଧର୍ମ ବଳଟି ହରେଇ ଦେଲେ। ୟା ଧର୍ମ ବଳରେ ସେ ବଞ୍ଚିକି ଥିଲେ, ଦେହ ଖରାପ ହେଲେ ମଧ୍ୟ ବଞ୍ଚିକି ଥିଲେ ତାଙ୍କ ଧର୍ମ ବଳରେ। ଇଏ ଯେତେବେଳେ ଧର୍ମ ବଳଟି ଚଟକି ହରେଇ ଦେଇଛନ୍ତି, ଏପଟେ ହତ୍ୟା ମହା ଅପରାଧ ହେଇଗଲା, ଦୋଷ ହେଇଗଲା। ନାରୀ ଦର୍ଶନ ଆହୁରି ମହା ଅପରାଧ, ବିଷୟ ହେଇଗଲା। ଇଆଡ଼େ ମଦ, ଧର୍ମ ବଳ ଚାଲିଯାଏ, ସବୁ ଯାକ ଅପରାଧ କରିଦେଇକି ଆସିଲେ, ସବୁ ଯାକ ଧର୍ମ ବଳ ଚାଲିଗଲା। ଯେମିତି ସୁଖୁ ସୁଖୁ ବହୁତ ଚାଲେ। ତେଣୁ କହିବାର ତାତ୍ପର୍ଯ୍ୟ ଦେଖ, ସିଏ ଏଇ କାମ ପାଇଁ ରାଜି ହେଉନଥିଲେ, କିନ୍ତୁ ତାଙ୍କୁ କହିଲେ ଏଇଟା ତୁ ନେଇଦେଇକି ଯା, ଏଇଟା ଯଦି ନେଇଗଲେ ସେ କାମଟା ଅତି ସହଜରେ ସେ କରିଦେଲେ, ନୁହଁ। ଆଉ ଗୋଟିଏ ମାନେ ଏମିତି ଜଣେ ଲୋକ ଆମର ଆଜିକାଲି ସାଧାରଣ ଚାଲିଛି, ସମସ୍ତଙ୍କ ଘରେ ଘରେ ଚାଲିଛି। ଜଣେ ଲୋକ ଆକ୍ସିଡେଣ୍ଟରେ ତା ସାନ ଭାଇଟି ମରିଗଲା, ମାନେ ଢାବାରେ ପ୍ରବଳ ମଦ ପିଇଲେ, ମଦ ପିଇକି ରୋଡ଼ରୁ ବାହାରୁ ନେଇକି ବାଡ଼େଇ ଦେଲା, ମରିଦେଲା। ରାତିଟା ଶୀତ ଦିନିଆଟା, ଖବର ସାଙ୍ଗେ ସାଙ୍ଗେ ଘରେ ପହଞ୍ଚିଗଲା। ଭାଇ ବନ୍ଧୁ କୁଟୁମ୍ବ ବାହାରିଲେ, ଭାଇ ଆଗ ବାହାରିଲା। ଭାଇଟା ବଡ଼ ଭାଇଟା ବାପା ସମାନ ନା, ସିଏ ଯେତେବେଳେ ବାହାରିଲା, ତାର ଜଣେ ବନ୍ଧୁକୁ ଧରିକି ବାହାରିଲେ 2 ଜଣ କହିଲା ଚାଲ ଯିବା, ଆଉ ଏମିତି ମାନେ ଆକ୍ସିଡେଣ୍ଟ ହେଇଛି ସାନର। ବାହାରିଲେ, ଆଚ୍ଛା ହଉ ଯିବା, ଯେ ଶୀତଟା ଏଡ଼େ ଜୋରରେ କ'ଣ କେମିତି କରିବା, ଢୋକ ଢୋକ ପକେଇ ଦେଇ ଯାଉ ଶୀତଟା। ସେଟା କ'ଣ କଲେ, ଢୋକ ଢୋକ ପକେଇ ଦେଲେ। ସେପଟେ କ'ଣ ସେ ପିଇକି ମରିଛି, କ'ଣ ମାନେ ପିଇ ଦେଇଛି ଯେ ନେଇକି ଗାଡ଼ି ମାର୍କ କରିଦେଲା। ଏପଟେ ଇଏ କ'ଣ ଦେଖିବାକୁ ଯାଉଛନ୍ତି,
ସେ ପିଇକି ମଲା ଦେଖିଲେ ପୁଣି ଇଏ କଣ କଲେ ଏପଟେ ଢୋକ ଢୋକ ପକେଇ ଦେଇକି ଇଏ ପିଇକି ଗଲେ ତାକୁ ଦେଖିବା ସେଇଟା ନବାରୁ ଜଣଙ୍କ ଜୀବନ ଗଲା ଇଏ ଯାଉଛନ୍ତି ପୁଣି ତାକୁ ସେ ଜୀବନ ଯାଇଛି ବୋଲି କିନ୍ତୁ ଇଏ ଇଆଡୁ ପକେଇକି ପୁଣି ଯାଉଛନ୍ତି ମାନେ ଆମେ କୋଉ ପ୍ରକାର କେନା ଆରେ ସେଇ ଲୋକଟା ଆମର ଏଇଆ କ୍ଷତି କଲା ବା ସେଇ ଜିନିଷଟା ଜଣଙ୍କ ଜୀବନ ଗଲାଣି ସେ କେତେ କଦର୍ଯ୍ୟ ପୁଣି ଆମେ ଗଲା ବେଳକୁ ତାକୁ ପୁଣି ନିଜେ ନିଜେ ନେଇକି ନେଇକି ପୁଣି କଣ କରୁଛେ ତାକୁ ପୁଣି ପୋଷ୍ଟମର୍ଟମ କଲା ବେଳକୁ ସିଏ କହୁଛି ଗନ୍ଧରେ ନହେଲେ ପୋଷ୍ଟମର୍ଟମ କାଟି ହବନି ତାକୁ ଦିଅ ପୁଣି ଯେତେବେଳେ ଶବଦାହ କରୁଛନ୍ତି ଭାଇ ସାହି ନହେଲେ ହବନି ଆରେ ସିଏ ହେଇଆ ବି ଗଲା ପୁଣି ତମେ ସମସ୍ତେ ଆମେ ସେଇଆ ପିଇ ଚାଲିଛେ ପୁଣି ସେ କାମ କରି ଚାଲିଛେ ହେ ଭଗବାନ ମୁଣ୍ଡ ଖରାପ ହେଇଯାଉଛି ଆମେ କି ପ୍ରକାର ଜ୍ଞାନ ପୁଣି ଆମେ ସମସ୍ତେ ସଂସାର ଆଶ୍ଚର୍ଯ୍ୟ କେହି ବି କଥା ଜାଣିପାରୁନି ଅନୁଭବ କରିପାରୁନି ହଉନି ଶବ ସତ୍କର କଲା ବେଳକୁ ସେଇଆ ପୁଣି 10 ବର୍ଷ କଲା ବେଳକୁ ଭୋଜି ଭାତ କଲା ବେଳକୁ ପୁଣି ସାଙ୍ଗସାଥି ବନ୍ଧୁବାନ୍ଧବ ଆସିବେ ପୁଣି ସେଇଆ ହେ ଭଗବାନ ସମସ୍ତ ପାଟିରେ କଣ କହୁଥିବେ ନା ଏଇଆ ପିଇକି ନେଇକି ମାର କରିକି ମରିଗଲେ ସମସ୍ତେ ପୁଣି କହୁଛୁ ଯେ ଏଇଆ ପିଇକି ସେ ଗଲା ପୁଣି ଆମେ ସମସ୍ତେ ତା 10 ଠୁ 11 ଦୁଃଖରେ ତ ଖାଲି ପିଇ ଦେଇଗଲି ଆଉ ହେ ଭଗବାନ ଏହା ହଉଛି ସଂସାର କିନ୍ତୁ ସମସ୍ତେ ଏଇ କଥା କହିଲେ ସମସ୍ତେ କାଟିବ କାରଣ ସମସ୍ତେ ଆମେ ସେୟା କରୁଛେ କିନ୍ତୁ କଥାଟା ସତ୍ୟ ହେଲେ ଆମେ କେହି ଜାଣିପାରୁନି ସମସ୍ତେ ମାରେ ସିଏ ତ ପିଇକି ମଲା ମୁଁ ତ ପୁଣି ତାକୁ କହିଲି ହେ ଭଗବାନ ହେ ପ୍ରଭୁ ଆରେ ହଉ ପ୍ରଭୁ ଭାଇମାନେ କ୍ଷମା କରିବେ ଆଉ ୟା ଭିତରେ କଣ କେମିତି ଟିକେ ହେଇଗଲା ଯାହା ଆଉ ଯଦି ଭୁଲ ଟୁଲ କଣ ହେଇଥିବ ଟିକେ କ୍ଷମା କରିବେ କିନ୍ତୁ ଏଇଟା ଗୋଟେ ସତ୍ୟ କଥା ମନକୁ ଆସିଲା ଆମେ ମାନ୍ୟବର ମୋର କଥାବାର୍ତ୍ତା ହଉ ମାନ୍ୟବର ଟିକେ ଭିଡ଼ିଓ କରିଦେଲେ ଏଇ ମେସେଜ ମାଧ୍ୟମରେ ଆମେ ମଧ୍ୟ କହୁଛୁ ହେ ମୋର ବିଶ୍ୱବାସୀ ଭଉଣୀ ଓ ଭାଇମାନେ ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ ଯେ ଆପଣମାନେ ମଧ୍ୟ ଏ କଥା ଟିକେ ହୃଦୟଙ୍ଗମ କରନ୍ତୁ 3ଟା ଜିନିଷରେ ଧର୍ମ ବଳ ଚାଲିଯାଏ ମଦ୍ୟ ମାଂସ ଯେ ସୁରାପାନ ଏସବୁ ଅସୁର ଭୋଜନ ମାଂସ ଖାଲେ ଯାଏନି କିନ୍ତୁ ମଦ ପିଲେ ଧର୍ମ ବଳ ଚାଲିଯାଏ ଆଉ ବିଷୟ ଯାହାର ଲୋଚନ ହରଇ ଆତ୍ମବୁଦ୍ଧି ଜ୍ଞାନ ନାରୀ ବା ପୁରୁଷ ହଉ ବା ନାରୀ ହଉ ମାନେ ବିଷୟାସକ୍ତ ସେଥିରେ ଧର୍ମ ବଳ ଚାଲିଯାଏ ଆଉ ଗୋଟିଏ ହେଲା ଯେ ପ୍ରାଣୀ ପରେ ହିଂସା କରି ଦେବତା ପୂଜି ସେ ନତରି ଏହା ହେଲା ଗୋଟିଏ ଧର୍ମ ବଳ ଯିବାର ମାର୍ଗ ଧର୍ମ ବଳ ଥିଲେ ମଣିଷ ସବୁ ଅସାଧ୍ୟକୁ ସାଧ୍ୟ କରିପାରେ ପ୍ରତ୍ୟେକ କାର୍ଯ୍ୟ ତାର ସହଜ ହେଇଯାଏ ଶରୀର ସ୍ୱାସ୍ଥ୍ୟ ରହେ ବନ୍ଧୁବାନ୍ଧବ ସମସ୍ତେ ଭଲ ରୁହନ୍ତି ତେଣୁ ଆପଣମାନେ ଧର୍ମ ବଳକୁ ରକ୍ଷା କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ସର୍ବେ ଭବନ୍ତୁ ସୁଖୀନ ଚ୍ୟାନେଲକୁ ଆଶୀର୍ବାଦ କରନ୍ତୁ ଆପଣମାନଙ୍କ ଆଗକୁ ଯେମିତି ଆଉ କିଛି ଭିଡ଼ିଓ ଆମେ ନେଇକି ଆସିବୁ ଆଉ ଯାହା ଆପଣମାନଙ୍କ ଶ୍ରଦ୍ଧା ଲାଇକ୍ ସେୟାର କମେଣ୍ଟ କରନ୍ତୁ ନିଜ ପରିବାର ଖୁସିରେ ରହିଲା ପରେ ଆମକୁ ନିଶ୍ଚିତ ମଝିରେ କମେଣ୍ଟ କରିବେ ଯେଉଁ ଭାଇମାନେ ଆଉ ଏହା ଦ୍ୱାରା କେତେ ଦୁଃଖ ହେଉଛି ବି ତ ଜାଣିଛନ୍ତି ତାକୁ ଆଉ ଗୋଟେ ଏପିସୋଡରେ ଆଲୋଚନା କରିବା ଜୟ ଜଗନ୍ନାଥ ବୋଲ ନିକୋବାର ହରି ବିଶ୍ୱର ମଙ୍ଗଳ ହେଉ ବୋଲ ନିକୋବାର ହରି ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ ଅଭିନ୍ନ ସୁନ୍ଦରଙ୍କର ଜୟ ପତିତ ପାବନଙ୍କର ଜୟ ଓମ୍